କଖାରୁ ଫୁଲଟା ମୋର ଏତେ ପ୍ରିୟ ଯେ ଘରଣୀ ଆମର ଯେଉଁଠି ବି କଖାରୁ ଫୁଲ ଦେଖିବେ ଗାଡି ସାଙ୍ଗେ ସାଙ୍ଗେ ରଖିବେ ଆଉ କିଣିବେ କଖାରୁ ଫୁଲ ମୋ ପାଇଁ। କାଳିଆର ଡୋରିରେ ପୁଣି ଟାଣି ହେଇ ଆସିଲି ପୁରୀ ଡ୍ୟୁଟି ପାଇଁ। ଆଉ ଯେହେତୁ ଆଜି ସଣ୍ଡେ ଆମେ ଯାଉଥିଲୁ ମାଛ ମାର୍କେଟ, ଆଉ ବାଟରୁ କିଣି ନେଲୁ କିଛି କଖାରୁ ଫୁଲ ଏଇ ମାଉସୀଙ୍କ ଠାରୁ। ଜିଅନ୍ତା ମାଛ ଖାଇବାର ଅଭ୍ୟାସ ଏମିତି ହେଇଗଲାଣି ଯେ ଯେତେ ବଡ ଭଲ ମାଛ ଥିଲେ ମଧ୍ୟ ଜିଅନ୍ତା ମାଛର ଟେଷ୍ଟ ଆଗରେ ଫିକା ଲାଗୁଛି। ଆଜି ମାର୍କେଟକୁ ଭଲ ବଡ ବଡ ଚୁଙ୍ଗୁଡି ବି ଆସିଥିଲା, ହେଲେ ମନ କେଉଁଥିରେ ବି ନ ମାନିବାରୁ ଫେରି ଯାଉଥିବା ବେଳେ କାନରେ ବାଜିଲା ଦେଶୀ ନଈ ମାଗୁରର ଡାକ। ଆଉ ସତକୁ ସତ ପାଖରେ ଯାଇ ଦେଖୁ ତ ଆଜି ମାର୍କେଟର ସବୁଠୁ ଦାମିକା ମାଛ ନଈ ମାଗୁର, ଯାହାର କେଜିକର ଦାମ 500 ଟଙ୍କା। ଜିଅନ୍ତା ମାଛ ଖାଇବାକୁ ମନ କରିଛୁ ଯେତେବେଳେ କାନ ମୁଣ୍ଡା ଉଁସିକି 400 ଗ୍ରାମ ମାଗୁର ମାଛ ଆଣିଲୁ। ଆଉ ମାଛ ଝୋଳଟା ଭଲ ହେଲେ ଏତେ ଟଙ୍କାର ସାର୍ଥକ ରହିବ ବୋଲି କଥାବାର୍ତ୍ତା ହେଇ ପରିବା କିଣିଲା ବେଳେ ମୋର ନଜର ପଡିଲା ଜଣେ ଭାଇଙ୍କ ଦୋକାନରେ ଟଙ୍ଗା ହେଇଥିବା ଏଇ ରାକ୍ଷସ ମୁଣ୍ଡଟି ଉପରେ। ଭାଇଙ୍କର ବୋଧେ ଜୋରଦାର ବେପାର ହଉଛି ନା କଣ, ଆଉ ନଜର ନ ଲାଗିବା ପାଇଁ ବୋଧେ ଲଗେଇଛନ୍ତି। ତାପରେ ବଡ ଦାଣ୍ଡରେ ମାଉସୀଙ୍କ ଠାରୁ ଟିକେ ମିଠା ମିଠା ପଇଡ ପିଇ ଆମେ ଫେରିଲୁ ଘରକୁ। ଆଉ ମାଛ ଝୋଳର ଟେଷ୍ଟ ଜାଣିବା ପାଇଁ ଦେଖିବାକୁ ଭୁଲିବନି ଆର ପରବର୍ତ୍ତୀ ଭିଡିଓକୁ।